ଟକ୍ସ ଓଡ଼ିଆ। କଳ୍ପନା କରନ୍ତୁ ଯେ ଜଣେ ସାଧାରଣ ନାଗରିକ କୌଣସି ଏକ ଭୟଙ୍କର ଅପରାଧର ଶିକାର ହୋଇଛନ୍ତି। ନ୍ୟାୟ ପାଇବା ଆଶାରେ ସେ ସିଧା ପାଖରେ ଥିବା ପୋଲିସ ଷ୍ଟେସନକୁ ଦୌଡ଼ିଛନ୍ତି। ଯାହାକି ଏକ ସାଧାରଣ ପ୍ରକ୍ରିୟା। ବିଲକୁଲ। କିନ୍ତୁ ସେଠାରେ ପହଞ୍ଚିବା ପରେ ଥାନା ଅଧିକାରୀ ତାଙ୍କ କଥା ଶୁଣିବା ବଦଳରେ ସିଧାସଳଖ ଅଭିଯୋଗ ଲେଖିବାକୁ ମନା କରିଦେଉଛନ୍ତି। ଏଭଳି ଏକ ଅସହାୟ ପରିସ୍ଥିତିରେ ଆଇନଗତ ରାସ୍ତା ଆଉ କ'ଣ ଅଛି? ଦ ଡିପ୍ ଡାଇଭ୍କୁ ସ୍ୱାଗତ। ନମସ୍କାର। ଆଜିର ସୋର୍ସ ମେଟେରିଆଲର ଗଭୀର ଆଲୋଚନାରେ ଆମେ ଠିକ୍ ଏହି ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ। ଆମ ଟେବୁଲ ଉପରେ ଅନେକଗୁଡ଼େ ଆର୍ଟିକଲ, ଆଇନଗତ ଦସ୍ତାବେଜ ଆଉ ସୁପ୍ରିମକୋର୍ଟଙ୍କ ବିଭିନ୍ନ ଐତିହାସିକ ରାୟର ଏକ ସ୍ତୂପ ରହିଛି। ଆଜ୍ଞା, ଆଉ ଏହି ବିଷୟଟି ସମସ୍ତଙ୍କ ପାଇଁ ନିହାତି ଜରୁରୀ। ହଁ ତ ଆଜିର ମିଶନ ବହୁତ ସ୍ପଷ୍ଟ। ଏହି ଜଟିଳ ଆଇନଗତ ପ୍ରକ୍ରିୟାକୁ ଏପରି ଭାବେ ସରଳ କରିବା ଯାହାଦ୍ୱାରା ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜର ଅଧିକାର ବିଷୟରେ ସମ୍ପୂର୍ଣ୍ଣ ସଚେତନ ହୋଇପାରିବେ ଏବଂ କେବଳ ପୋଲିସ ବ୍ୟବସ୍ଥା ନୁହେଁ ବରଂ ମାନବାଧିକାର ଆୟୋଗ ଏ କ୍ଷେତ୍ରରେ କିପରି ଏକ ବ୍ରହ୍ମାସ୍ତ୍ର ସାଜିପାରିବେ ତାହା ମଧ୍ୟ ଆମେ ବିଶ୍ଳେଷଣ କରିବୁ। ଏହି ସବୁ ତଥ୍ୟକୁ ଡିକୋଡ୍ କରିବା ପାଇଁ ଷ୍ଟୁଡିଓରେ ଆମ ସହ ଉପସ୍ଥିତ ଅଛନ୍ତି ଜଣେ ବରିଷ୍ଠ ଆଇନ ବିଶେଷଜ୍ଞ। ଏହି ସୋର୍ସ ମେଟେରିଆଲଗୁଡ଼ିକୁ ନେଇ ଆଲୋଚନା କରିବା ପାଇଁ ମୁଁ ପ୍ରକୃତରେ ବହୁତ ଉତ୍ସାହିତ। ଦେଖନ୍ତୁ, ଆମ ସମାଜରେ ଆଇନଗତ ସଚେତନତାର ଅଭାବ ଅନେକ ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିଥାଏ। ସମ୍ପୂର୍ଣ୍ଣ ଠିକ୍ କଥା। ସାଧାରଣତଃ ଲୋକେ ଭାବନ୍ତି କି ପୋଲିସ ମନା କରିଦେଲା ମାନେ ସବୁ ରାସ୍ତା ବନ୍ଦ ହୋଇଗଲା। କିନ୍ତୁ ଆଜିର ଏହି ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଯିବ ଯେ ବ୍ୟବସ୍ଥା ଭିତରେ କେତେ ଶକ୍ତିଶାଳୀ ବିକଳ୍ପମାନ ଲୁଚି ରହିଛି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ସରଳ କରି ବୁଝିବା। ସର୍ବପ୍ରଥମେ ଆମେ ମୂଳ ଦ୍ୱାରରୁ ଆରମ୍ଭ କରିବା। ଆମେ ସବୁବେଳେ ଏଫ୍ଆଇଆର୍ ବା ଫାଷ୍ଟ ଇନଫର୍ମେସନ୍ ରିପୋର୍ଟ ଶବ୍ଦଟି ଶୁଣିବାକୁ ପାଉ। କିନ୍ତୁ ଆଇନ ଦୃଷ୍ଟିରୁ ଦେଖିଲେ ପୋଲିସ ପ୍ରକୃତରେ କେଉଁ ପରିସ୍ଥିତିରେ ଏହାକୁ ରୁଜୁ କରିବା ପାଇଁ ବାଧ୍ୟ ଅଟନ୍ତି? ଆମ ସୋର୍ସରେ ସଂଜ୍ଞେୟ ଅପରାଧ ବୋଲି ଏକ ଶବ୍ଦ ବାରମ୍ବାର ଉଲ୍ଲେଖ କରାଯାଇଛି। ପ୍ରାଥମିକ ସୂଚନା ରିପୋର୍ଟ ବା ଏଫ୍ଆଇଆର୍ ହେଉଛି କୌଣସି ଅପରାଧିକ ଘଟଣାର ପ୍ରଥମ ସରକାରୀ ଲିଖିତ ରେକର୍ଡ। ଆମ ନିୟମ ଅନୁଯାୟୀ ଅପରାଧକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ସଂଜ୍ଞେୟ ଅପରାଧ ବା କଗ୍ନିଜେବଲ୍ ଅଫେନ୍ସ, ମାନେ ଗୁରୁତର ଅପରାଧ। ଆଜ୍ଞା, ଏଗୁଡ଼ିକ ଗୁରୁତର ଧରଣର ଅପରାଧ ଅଟେ। ଉଦାହରଣ ସ୍ୱରୂପ ଧରିନିଅନ୍ତୁ ହତ୍ୟା, ବଳାତ୍କାର, ଅପହରଣ କିମ୍ବା ବଡ଼ ଧରଣର ଡକାୟତି। ଏହିଭଳି କ୍ଷେତ୍ରରେ ପୋଲିସ ପାଖରେ କ୍ଷମତା ଥାଏ ଯେ ସେମାନେ ବିନା କୌଣସି କୋର୍ଟ ୱାରେଣ୍ଟରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିପାରିବେ ଆଉ ତଦନ୍ତ ଆରମ୍ଭ କରିପାରିବେ। ଓହୋ, ତାମାନେ ଏଠାରେ ପୋଲିସ ଏଫ୍ଆଇଆର୍ ରଖିବାକୁ ବାଧ୍ୟ? ବିଲକୁଲ। ଏଠାରେ ଆଇନ ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଯେତେବେଳେ ବି କୌଣସି ସଂଜ୍ଞେୟ ଅପରାଧର ଖବର ପୋଲିସ ପାଖକୁ ଆସେ, ସେମାନେ ଏଫ୍ଆଇଆର୍ ରୁଜୁ କରିବାକୁ ସମ୍ପୂର୍ଣ୍ଣ ବାଧ୍ୟ। ଅନ୍ୟପକ୍ଷରେ ଛୋଟମାଟ ଝଗଡ଼ା କିମ୍ବା ଗାଳିଗୁଲଜ ଭଳି ଘଟଣାକୁ ଅଣସଂଜ୍ଞେୟ ଅପରାଧ ବା ନନ୍ କଗ୍ନିଜେବଲ୍ ଅଫେନ୍ସ କୁହାଯାଏ। ସେହି କ୍ଷେତ୍ରରେ କ'ଣ ହୁଏ? ସେହି କ୍ଷେତ୍ରରେ ପୁଲିସ ଏଫ୍ଆଇଆର୍ ବଦଳରେ ଏକ ଏନ୍ସି ରିପୋର୍ଟ ବା ଏନ୍ସିଆର୍ ଦେଇଥାନ୍ତି ଏବଂ ତଦନ୍ତ ପାଇଁ ମ୍ୟାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହୁଏ। ଏଇ କଥାଟି ବୁଝିହେଲା ଯେ ଗୁରୁତର ଅପରାଧ ହେଲେ ଏଫ୍ଆଇଆର୍ ନିଶ୍ଚିତ ଲେଖାଯିବ। କିନ୍ତୁ ଆମ ସୋର୍ସରେ ଗୋଟିଏ ବହୁତ ସାଧାରଣ ସମସ୍ୟାର ଉଲ୍ଲେଖ ଅଛି। ଅନେକ ସମୟରେ ଲୋକେ ଥାନାକୁ ଗଲେ ପୋଲିସ କହନ୍ତି ଯେ ଆମେ ଆଗେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବୁ, ସତ କ'ଣ ମିଛ କ'ଣ ବୁଝିବୁ, ତାପରେ ଯାଇ କମ୍ପ୍ଲେଣ୍ଟ ରେଜିଷ୍ଟର କରିବୁ। ଏଇଟା ବହୁତ ଥର ଦେଖିବାକୁ ମିଳେ। ସାଧାରଣ ଲୋକଙ୍କୁ ଏହା ଠିକ୍ ମଧ୍ୟ ଲାଗେ। କିନ୍ତୁ ସୁପ୍ରିମକୋର୍ଟଙ୍କର କିଛି ପୁରୁଣା ରାୟ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଇଛି। ପ୍ରକୃତରେ ଏହା ଗୋଟିଏ ବହୁତ ବଡ଼ ଭ୍ରାନ୍ତ ଧାରଣା, ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି। ଆଉ ଏହି ଭ୍ରାନ୍ତ ଧାରଣାକୁ ଭାଙ୍ଗିବା ପାଇଁ ହିଁ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଆମ ନୋଟ୍ସରେ ଥିବା ରମେଶ କୁମାରୀ ବନାମ ଦିଲ୍ଲୀ ରାଜ୍ୟ ମାମଲାକୁ ଯଦି ଆମେ ଦେଖିବା, ଯାହାକି 2006 ମସିହାରେ ଆସିଥିଲା, ସେଥିରେ ସର୍ବୋଚ୍ଚ ନ୍ୟାୟାଳୟ ବହୁତ ଗୁରୁତ୍ୱପୂର୍ଣ୍ଣ କଥାଟିରେ କହିଥିଲେ। କ'ଣ କହିଥିଲେ ସେଥିରେ? ସେମାନେ ସ୍ପଷ୍ଟ କଲେ ଯେ ପୋଲିସର କାମ ହେଉଛି ପ୍ରଥମେ ରେକର୍ଡ କରିବା, ଅଭିଯୋଗ ଆସିବା ମାତ୍ରେ ତାହା ସତ ନା ମିଛ ତାହା ବିଚାର କରିବା ପୋଲିସର ପ୍ରାଥମିକ କାମ ନୁହେଁ। ଯଦି ଅଭିଯୋଗକାରୀଙ୍କ କଥାରୁ ଏକ ସଂଜ୍ଞେୟ ଅପରାଧ ଘଟିଥିବାର ଜଣାପଡ଼ୁଛି, ତେବେ ସେଠାରେ ବିନା କୌଣସି ବିଳମ୍ବରେ ଏଫ୍ଆଇଆର୍ ଲେଖାଯିବ। ଆଉ ଏହାକୁ ବାଧ୍ୟତାମୂଳକ କରାଯାଇଛି ନା? ଆଜ୍ଞା, ଏହି ନିୟମକୁ ଆହୁରି ମଜବୁତ କରିଥିଲା 2013 ମସିହାର ଲଲିତା କୁମାରୀ ମାମଲାର ଐତିହାସିକ ରାୟ।
ସେହି ରାୟରେ ଏକ ସାମ୍ବିଧାନିକ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଥିଲେ ଯେ ଏଫ୍ଆଇଆର୍ ରୁଜୁ କରିବା ଏକ ବାଧ୍ୟତାମୂଳକ ବା ମ୍ୟାଣ୍ଡେଟୋରୀ ପ୍ରକ୍ରିୟା। ମାନେ ପୋଲିସ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବେ ନାହିଁ। ନା, ବିଲକୁଲ ନୁହେଁ। ପୋଲିସ ନିଜ ଆଡ଼ୁ ଆଗୁଆ ତଦନ୍ତ କରି କେସ୍ ରଖିବେ କି ନାହିଁ ତା ନିଷ୍ପତ୍ତି ନେଇପାରିବେ ନାହିଁ। କାରଣ ଯଦି ସେପରି ହୁଏ ତେବେ ପୋଲିସ ନିଜେ ବିଚାରପତି ସାଜିଯିବେ, ଯାହା ଆଇନଗତ ବ୍ୟବସ୍ଥାର ନିୟମ ବିରୁଦ୍ଧ ଅଟେ। ଏହି କଥାଟି ଜାଣିବା ନିହାତି ଜରୁରୀ ଯେ ପୋଲିସ ଆଗ ସତ୍ୟାସତ୍ୟର ପ୍ରମାଣ ମାଗିପାରିବେ ନାହିଁ। ଆଉ ଗୋଟିଏ ବହୁତ ସୁନ୍ଦର କନସେପ୍ଟ ଆମ ସୋର୍ସରେ ଅଛି, ଯାହାକୁ ଜିରୋ ଏଫ୍ଆଇଆର୍ କୁହାଯାଉଛି। ହଁ, ଜିରୋ ଏଫ୍ଆଇଆର୍ ବହୁତ ଦରକାରୀ ବିଷୟ। ଏହା ବିଷୟରେ ପଢ଼ିବା ବେଳେ ମୋତେ ଗୋଟେ ୟୁନିଭର୍ସାଲ ବ୍ୟାଙ୍କ ଏଟିଏମ୍ର ଉଦାହରଣ ମନେ ପଡ଼ିଗଲା। କିଛି ବର୍ଷ ତଳେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର କାର୍ଡ ଥିଲେ କେବଳ ସେହି ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇ ହେଉଥିଲା। ଠିକ୍ କଥା। କିନ୍ତୁ ଏବେ ସିଷ୍ଟମ ଏତେ ସହଜ ହୋଇଯାଇଛି ଯେ ଯେକୌଣସି ବ୍ୟାଙ୍କର କାର୍ଡ ଧରି ଆମେ ଯେକୌଣସି ସ୍ଥାନରେ ଥିବା ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ବି କାମ କରିପାରୁଛୁ। ଜିରୋ ଏଫ୍ଆଇଆର୍ ଠିକ୍ ସେହିପରି ଲାଗୁଛି। ଅପରାଧ ଯେକୌଣସି ସ୍ଥାନରେ ଘଟିଥାଉ ପଛେ ପୀଡ଼ିତ ବ୍ୟକ୍ତି ସେହି ସମୟରେ ଯେଉଁ ଥାନାର ପାଖରେ ଅଛନ୍ତି ସେଠାରେ ଅଭିଯୋଗ ଦାଖଲ କରିପାରିବେ। ଆପଣଙ୍କର ଏହି ଏଟିଏମ୍ ଆନାଲୋଜି ବା ଉଦାହରଣଟି ପ୍ରକୃତରେ ସାଧାରଣ ଲୋକଙ୍କୁ ବୁଝିବା ପାଇଁ ବହୁତ ସହଜ। ଆଜିକାଲି ଲୋକମାନେ ନିଜ କାମ ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଛନ୍ତି। ଧରନ୍ତୁ କେହି ଜଣେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କ ସହ କୌଣସି ଗୁରୁତର ଅପରାଧ ଘଟିଲା। ତେବେ ଲୋକେ କୁଆଡ଼େ ଯିବେ? ପୂର୍ବରୁ ପୁଲିସ ଅନେକ ସମୟରେ କ୍ଷେତ୍ରାଧିକାର ବା ଜୁରିସ୍ଡିକ୍ସନର ବାହାନା ଦେଖାଉଥିଲେ। ସେମାନେ କହୁଥିଲେ ଯେ ଟ୍ରେନ୍ ଯେଉଁ ଅଞ୍ଚଳରେ ଥିଲାବେଳେ ଘଟଣା ଘଟିଛି ସେହି ଅଞ୍ଚଳର ଥାନାକୁ ଯାଆନ୍ତୁ। ଏଥିରେ ପୀଡ଼ିତଙ୍କୁ ଆହୁରି ହଇରାଣ ହେବାକୁ ପଡ଼ୁଥିଲା। ଆଉ ଏବେ କ'ଣ ବଦଳିଛି? ଏବେ ନୂତନ ଅପରାଧିକ ଆଇନ ଅର୍ଥାତ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା BNSSର ଧାରା 173 ସବସେକ୍ସନ୍ 1 ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିଦେଇଛି। ଏବେ ଯେକୌଣସି ଥାନା ଏହି ଅଭିଯୋଗ ଗ୍ରହଣ କରିବେ। ମାନେ ଯେକୌଣସି ଥାନା? ଆଜ୍ଞା, ସେମାନେ ମାମଲାଟିକୁ ଏକ 0 ନମ୍ବର ଦେଇ ରେଜିଷ୍ଟର କରିବେ ଏବଂ ପ୍ରାଥମିକ ସୂଚନା ରେକର୍ଡ କରିବା ପରେ ନିଜ ଆଡ଼ୁ ସଠିକ୍ କ୍ଷେତ୍ରାଧିକାର ଥିବା ଥାନାକୁ ଟ୍ରାନ୍ସଫର ବା ସ୍ଥାନାନ୍ତରିତ କରିଦେବେ। କ୍ଷେତ୍ରାଧିକାର ନାମରେ କେହି ବି ଥାନା ଅଧିକାରୀ କୌଣସି ବ୍ୟକ୍ତିଙ୍କୁ ଫେରାଇ ଦେଇପାରିବେ ନାହିଁ। ଏଠାରେ ବିଷୟଟି ପ୍ରକୃତରେ ବହୁତ ରୋଚକ ହୋଇଯାଉଛି। କାରଣ ଆମେ ନିୟମ ବିଷୟରେ ତ ଜାଣିଗଲେ, କିନ୍ତୁ ବାସ୍ତବ ଦୁନିଆରେ ଗୋଟିଏ ଥାନା ଭିତରେ ପରିବେଶ ବହୁତ ଅଲଗା ଥାଏ। ସେଇଟା ତ ସତ। ହଁ, ତ ଯଦି କେହି ଥାନାକୁ ଗଲେ ଆଉ ଥାନା ଅଧିକାରୀ ଏହି ସବୁ ନିୟମକୁ ଅଣଦେଖା କରି ସିଧା ମନା କରିଦେଲେ ଯେ ମୁଁ କୌଣସି ଏଫ୍ଆଇଆର୍ ରଖିବି ନାହିଁ, ଯାହା କରିବାର ଅଛି କର। ଏହିଭଳି ଏକ ସ୍ଥିତିରେ ଯେତେବେଳେ ସାମ୍ନାରେ ଥିବା ପୋଲିସ ବାବୁ ଜଣକ ଶୁଣିବାକୁ ନାରାଜ, ସେତେବେଳେ ଆଇନଗତ ବିକଳ୍ପର ସିଢ଼ି କିପରି କାମ କରେ? ପ୍ରଥମ ପଦକ୍ଷେପ କ'ଣ ହେବା ଉଚିତ? ଏହି ପ୍ରଶ୍ନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆଇନ କେବେ ବି କାହାକୁ ଅସହାୟ ଅବସ୍ଥାରେ ଛାଡ଼ିଦିଏ ନାହିଁ। ଆଇନଗତ ବ୍ୟବସ୍ଥାରେ ଏକ ସୁନ୍ଦର ସିଢ଼ି ବା ହାୟରାର୍କି ରହିଛି। ଯଦି ଥାନା ଅଧିକାରୀ କଥା ନ ଶୁଣନ୍ତି ତେବେ ପଦକ୍ଷେପ 1 ହେଉଛି ଉପର ଅଧିକାରୀଙ୍କ ପାଖକୁ ଯିବା। ମାନେ ଏସ୍ପିଙ୍କ ପାଖକୁ? ବିଲକୁଲ। BNSSର ଧାରା 173 ସବସେକ୍ସନ୍ 4 ଅନୁଯାୟୀ କୌଣସି ବି ଅଭିଯୋଗକାରୀ ସିଧାସଳଖ ଜିଲ୍ଲାର ପୁଲିସ ସୁପରିନଟେଣ୍ଡେଣ୍ଟ ବା ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିପାରିବେ। ଏଠାରେ ସବୁଠାରୁ ଭଲ ଉପାୟ ହେଉଛି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଲେଖି ତାହାକୁ ରେଜିଷ୍ଟର୍ଡ ଡାକ କିମ୍ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ SP ଅଫିସକୁ ପଠାଇବା। ଡାକ ଯୋଗେ କାହିଁକି? ସିଧା ଦେଇ ହବନି? ଦେଇହବ, କିନ୍ତୁ ଡାକ ଯୋଗେ ପଠାଇବାର ଫାଇଦା ହେଉଛି ଯେ ଅଭିଯୋଗକାରୀଙ୍କ ପାଖରେ ଏକ ସରକାରୀ ପ୍ରମାଣ ରହିଯିବ ଯେ ସେ SPଙ୍କୁ ଅବଗତ କରାଇଛନ୍ତି। ଯଦି SP ଅନୁଭବ କରନ୍ତି ଯେ ଘଟଣାଟି ପ୍ରକୃତରେ ଗମ୍ଭୀର, ତେବେ ସେ ନିଜେ ଏହାର ତଦନ୍ତ କରିପାରିବେ କିମ୍ବା ତାଙ୍କ ଅଧୀନରେ ଥିବା ଅନ୍ୟ କୌଣସି ଯୋଗ୍ୟ ଅଧିକାରୀଙ୍କୁ ତଦନ୍ତ ଭାର ଦେଇପାରିବେ। ତାମାନେ ପ୍ରଥମ ପାହାଚ ହେଲା ଥାନା, ଦ୍ୱିତୀୟ ପାହାଚ ହେଲା SP ଅଫିସ। କିନ୍ତୁ ଏବେ ଧରି ନିଆଯାଉ ଯେ କୌଣସି କାରଣରୁ SP ଅଫିସରୁ ମଧ୍ୟ ସେହି ଚିଠି ଉପରେ କୌଣସି ଉତ୍ତର ଆସିଲା ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏମିତି ବି ହୋଇପାରେ। ତେବେ ଏବେ ପୁଲିସ ବିଭାଗର ସବୁ ବାଟ ବନ୍ଦ ହୋଇଗଲା। ତାହେଲେ ଆମର ପଦକ୍ଷେପ 2 କ'ଣ ହେବ? କ'ଣ ଆମେ ଏବେ ସିଧା କୋର୍ଟର ଆଶ୍ରୟ ନେଇପାରିବା? ନିଶ୍ଚିତ ଭାବରେ। ଯେତେବେଳେ ପ୍ରଶାସନିକ ବ୍ୟବସ୍ଥା ବିଫଳ ହୁଏ ସେତେବେଳେ ନ୍ୟାୟପାଳିକା ଆଗକୁ ଆସେ। ପଦକ୍ଷେପ 2ରେ ଆମେ ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ଲୋଡ଼ିପାରିବା। ଆଇନ ଅନୁଯାୟୀ ଯେମିତିକି BNSS ଧାରା 175ର ସବସେକ୍ସନ୍ 3 ଆଧାରରେ ଅଞ୍ଚଳର ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ଆବେଦନ କରାଯାଇପାରିବ। ମାଜିଷ୍ଟ୍ରେଟ କ'ଣ କରିପାରିବେ ଏଥିରେ?
ମ୍ୟାଜିଷ୍ଟ୍ରେଟ୍ ଘଟଣାକୁ ଅନୁଧ୍ୟାନ କରି ସିଧାସଳଖ ସେହି ସ୍ଥାନୀୟ ପୋଲିସ ଷ୍ଟେସନକୁ ଏଫ୍ଆଇଆର୍ ଦର୍ଜ କରିବା ପାଇଁ ଏକ ଡାଇରେକ୍ଟ ଅର୍ଡର ବା ନିର୍ଦ୍ଦେଶ ଦେଇପାରିବେ। ଆଉ ଥରେ କୋର୍ଟରୁ ଅର୍ଡର ଗଲେ ପୋଲିସ ତାକୁ ମାନିବାକୁ ସମ୍ପୂର୍ଣ୍ଣ ବାଧ୍ୟ। ସେଇଟା ବହୁତ ଶକ୍ତିଶାଳୀ ରାସ୍ତା। ହଁ, ତେବେ ଆମ ସୋର୍ସ ନୋଟ୍ସରେ ଗୋଟିଏ ବହୁତ ଇଣ୍ଟରେଷ୍ଟିଂ କେସ୍ର ଉଲ୍ଲେଖ ଅଛି, ପ୍ରିୟଙ୍କା ଶ୍ରୀବାସ୍ତବ ବନାମ ଉତ୍ତରପ୍ରଦେଶ ରାଜ୍ୟ, ଯାହାକି 2015 ମସିହାରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲା। ସେହି କେସ୍ରୁ ଆମକୁ ଏକ ନୂଆ ନିୟମ ବିଷୟରେ ଜାଣିବାକୁ ମିଳେ। କି ନୂଆ ନିୟମ? ସୁପ୍ରିମକୋର୍ଟ ଦେଖିଲେ ଯେ ଅନେକ ଲୋକ ବ୍ୟକ୍ତିଗତ ଶତ୍ରୁତା ମେଣ୍ଟାଇବା ପାଇଁ କିମ୍ବା କାହାକୁ ହଇରାଣ କରିବା ପାଇଁ ସିଧା କୋର୍ଟ ଯାଇ ମିଛ କାହାଣୀ ବନାଇ ମାଜିଷ୍ଟ୍ରେଟଙ୍କ ଦ୍ୱାରା ପୋଲିସକୁ ଅର୍ଡର କରାଇ ଦେଉଛନ୍ତି। ଏହି ମିଥ୍ୟା ଅଭିଯୋଗକୁ ରୋକିବା ପାଇଁ କୋର୍ଟ ଏକ ନିୟମ କଲେ। ଆଚ୍ଛା। ବର୍ତ୍ତମାନ ଯେତେବେଳେ ବି କେହି ମାଜିଷ୍ଟ୍ରେଟଙ୍କ ପାଖକୁ ଏଫ୍ଆଇଆର୍ ନିର୍ଦ୍ଦେଶ ପାଇଁ ଆବେଦନ କରିବେ, ତାଙ୍କୁ ସେହି ଆବେଦନ ସହିତ ଏକ ଶପଥପାଠ ବା ଆଫିଡେଭିଟ୍ ଦେବା ବାଧ୍ୟତାମୂଳକ। କିନ୍ତୁ ଏହି ଶପଥପାଠ ବା ଆଫିଡେଭିଟ୍ ମାଗିବା ତ ପ୍ରକ୍ରିୟାକୁ ଆହୁରି ଜଟିଳ କରିଦେଉଛି ନା। ଜଣେ ଲୋକ ଆଗରୁ ହଇରାଣ ହୋଇଛି, ପୁଣି ତାକୁ ଆଫିଡେଭିଟ୍ ବନେଇବାକୁ ପଡ଼ିବ। ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କ'ଣ? ଦେଖିବାକୁ ଗଲେ ପ୍ରଥମେ ଲାଗିବ ଯେ ଏହା ପ୍ରକ୍ରିୟାକୁ ଜଟିଳ କରୁଛି, କିନ୍ତୁ ଆଇନର ଦୃଷ୍ଟିରୁ ଏହା ଏକ ରକ୍ଷା କବଚ। ଆଫିଡେଭିଟ୍ ଦେବାର ଅର୍ଥ ହେଲା ଆବେଦନକାରୀ ଆଇନଗତ ଦାୟିତ୍ୱ ନେଉଛନ୍ତି ଯେ ସେ ଯେଉଁ ସବୁ ତଥ୍ୟ କୋର୍ଟକୁ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଆଉ ଯଦି ମିଛ ବାହାରିଲା? ଯଦି ପରବର୍ତ୍ତୀ ସମୟରେ ତାହା ଏକ ମିଥ୍ୟା କେସ୍ ବା ଫଲ୍ସ କମ୍ପ୍ଲେଣ୍ଟ ବୋଲି ପ୍ରମାଣିତ ହୁଏ, ତେବେ ଯିଏ ମିଛ ଅଭିଯୋଗ ଆଣିଥିଲେ ତାଙ୍କ ଉପରେ କୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ନେବେ ଏବଂ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ। ଏହା କେବଳ ସେହିମାନଙ୍କୁ ଅଟକାଇବା ପାଇଁ କରାଯାଇଛି ଯେଉଁମାନେ ଆଇନର ଦୁରୁପଯୋଗ କରନ୍ତି। ପ୍ରକୃତ ପୀଡ଼ିତଙ୍କୁ ଆଫିଡେଭିଟ୍ ଦେବାରେ କୌଣସି ଅସୁବିଧା ହେବା କଥା ନୁହଁ। ହଁ, ମାନେ ଆଇନ ଏଠାରେ ଏକ ଚେକ୍ ଆଣ୍ଡ ବ୍ୟାଲାନ୍ସ ସିଷ୍ଟମ ତିଆରି କରିଛି। ଠିକ୍ ଅଛି। ଏହାପରେ ଆମ ସୋର୍ସରେ ପଦକ୍ଷେପ 3 ବିଷୟରେ ଲେଖା ଅଛି, ଯାହାକୁ ବ୍ୟକ୍ତିଗତ ଅଭିଯୋଗ ବା ପ୍ରାଇଭେଟ୍ କମ୍ପ୍ଲେଣ୍ଟ କୁହାଯାଉଛି। ଆଜ୍ଞା। ନୂଆ ଆଇନ ବା ବିଏନ୍ଏସ୍ଏସ୍ର ଧାରା 223ରେ ଏକ ବ୍ୟବସ୍ଥା ଅଛି ଯେ ଯଦି କାହାର ପୋଲିସ ଉପରେ ଆଦୌ ଭରସା ନାହିଁ କିମ୍ବା ସେ ଚାହୁଁନାହାନ୍ତି ଯେ ପୋଲିସ ଏଥିରେ ସାମିଲ ହେଉ, ତେବେ ସେ ସିଧା ମ୍ୟାଜିଷ୍ଟ୍ରେଟଙ୍କ ନିକଟରେ ଏକ ଘରୋଇ ଅଭିଯୋଗ ଦାଖଲ କରିପାରିବେ। ଏଠାରେ କୋର୍ଟ ନିଜେ ଘଟଣାର ସଂଜ୍ଞାନ ନେବେ, ଅଭିଯୋଗକାରୀ ଏବଂ ସାକ୍ଷୀମାନଙ୍କର ବୟାନ ରେକର୍ଡ କରିବେ ଏବଂ ଆବଶ୍ୟକ ମନେକଲେ ସିଧାସଳଖ ଅଭିଯୁକ୍ତଙ୍କୁ ସମନ ପଠାଇବେ। ଏଥିପାଇଁ ପୋଲିସର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, କ'ଣ କେହି ବ୍ୟକ୍ତି ଥାନାକୁ ନ ଯାଇ ଏସ୍ପିଙ୍କୁ ଅଭିଯୋଗ ନ କରି ସିଧାସଳଖ ଆସି କୋର୍ଟରେ ପହଞ୍ଚିପାରିବେ କି? ଆମର ସୋର୍ସରେ ଏହି ବର୍ଷ ଅର୍ଥାତ୍ ମାର୍ଚ୍ଚ 2025ର ସୁପ୍ରିମକୋର୍ଟଙ୍କର ଏକ ସଦ୍ୟତମ ରାୟ ରଞ୍ଜିତ ସିଂ ବାତ୍ ବନାମ ଚଣ୍ଡିଗଡ଼ ବିଷୟରେ ବହୁତ ଗୁରୁତ୍ୱ ଦିଆଯାଇଛି। ବାସ୍ତବରେ ଏହି ମାମଲାଟି ଆମର ପୂରା ଆଲୋଚନାର ଗତିପଥ ସ୍ପଷ୍ଟ କରିଦିଏ। ନା, କେହି ବି ସିଧାସଳଖ ମଝିରୁ ଆରମ୍ଭ କରିପାରିବେ ନାହିଁ। ରଣଜିତ ସିଂ ବାତ୍ ବନାମ ଚଣ୍ଡିଗଡ଼ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବହୁତ କଳା ଶବ୍ଦରେ ଚେତାବନୀ ଦେଇଛନ୍ତି। ଆଚ୍ଛା, ସେମାନେ କ'ଣ କହିଛନ୍ତି? କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇନରେ ଥିବା କ୍ରମ ବା ସିକ୍ୱେନ୍ସକୁ ମାନିବା ନିହାତି ବାଧ୍ୟତାମୂଳକ। ପ୍ରଥମେ ଥାନା ଅଧିକାରୀଙ୍କ ପାଖକୁ ଯିବାକୁ ପଡ଼ିବ। ସେ ମନା କଲେ ଏସ୍ପିଙ୍କୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ଏହି 2ଟି ସ୍ତର ବିଫଳ ହେଲା ପରେ ଯାଇ କେହି ମାଜିଷ୍ଟ୍ରେଟଙ୍କ ନିକଟକୁ ଯାଇପାରିବେ। ମାନେ ଷ୍ଟେପ୍ ବାଇ ଷ୍ଟେପ୍ ଯିବାକୁ ପଡ଼ିବ। ବିଲକୁଲ। ଆପଣ ଭାବନ୍ତୁ, ଯଦି ସମସ୍ତେ ସିଧା କୋର୍ଟକୁ ଯିବେ, ତେବେ ସାରା ଦେଶର ନ୍ୟାୟାଳୟଗୁଡ଼ିକ ଉପରେ କେତେ ଅନାବଶ୍ୟକ ଚାପା ପଡ଼ିବ। ପ୍ରତ୍ୟେକ ସ୍ତରକୁ ତାର ଦାୟିତ୍ୱ ତୁଳାଇବାର ସୁଯୋଗ ଦିଆଯିବା ଉଚିତ। ତେଣୁ ସିଷ୍ଟମକୁ ଡେଇଁକି କେହି ଆଗକୁ ଯାଇପାରିବେ ନାହିଁ। ତେବେ ଏସବୁର ପ୍ରକୃତ ଅର୍ଥ କ'ଣ? ସବୁ ତ ନିୟମ ଆଉ ପ୍ରକ୍ରିୟା କଥା ହେଲା, କିନ୍ତୁ ଆମେ ଜାଣିବା ଦରକାର ଯେ ସିଷ୍ଟମ କିପରି ସେହି ଅଧିକାରୀମାନଙ୍କୁ ଦାୟୀ କରେ ଯେଉଁମାନେ ଆରମ୍ଭରୁ ହିଁ ଏଫ୍ଆଇଆର୍ ଲେଖିବାକୁ ମନା କରୁଛନ୍ତି। ହଁ, ଦଣ୍ଡବିଧାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ନିୟମ ଯେତେ କଡ଼ା ଥାଉ ନା କାହିଁକି, ଯଦି ଅବହେଳା କରୁଥିବା ଅଧିକାରୀଙ୍କ ପାଇଁ ଦଣ୍ଡ ନଥାଏ, ତେବେ ସେମାନଙ୍କ ମନରେ ଭୟ ରହିବ ନାହିଁ। ସୋର୍ସ ମେଟେରିଆଲରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତିର କାହାଣୀ ଅଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଆଜ୍ଞା, ସେହି କାହାଣୀଟି ଆଇନର ଶକ୍ତିକୁ ପ୍ରମାଣିତ କରେ। ଏପ୍ରିଲ 30, 2025ରେ ମାନନୀୟ ବିଚାରପତି ଅଭୟ ଏସ୍ ଓକାଙ୍କ ଦ୍ୱାରା ଏକ ଐତିହାସିକ ରାୟ ପ୍ରଦାନ କରାଯାଇଥିଲା। ସେ ତାମିଲନାଡୁ ଘଟଣା ନା? ହଁ, ଘଟଣାଟି ଥିଲା ତାମିଲନାଡୁର ଶ୍ରୀବିଲ୍ଲିପୁଥୁର ଟାଉନ ପୋଲିସ ଷ୍ଟେସନର। ସେଠାକୁ ଜଣେ ମହିଳା ନିଜର ଏକ ଅଭିଯୋଗ ନେଇ ଯାଇଥିଲେ। କିନ୍ତୁ ସେଠାକାର ପୋଲିସ ଅଧିକାରୀ ପାଭୁଲୁରି ସୁଦର୍ଶନ କେବଳ ଯେ ତାଙ୍କର ଏଫ୍ଆଇଆର୍ ରଖିବାକୁ ମନା କରିଦେଇଥିଲେ ତାହା ନୁହେଁ, ବରଂ ସେହି ମହିଳାଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର ମଧ୍ୟ କରିଥିଲେ।
ତାପରେ ସେ ମହିଳା ଜଣକ କ'ଣ କଲେ? ସେହି ମହିଳା ଜଣକ ନିରାଶ ନ ହୋଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେଲେ। ଆୟୋଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସେହି ପୁଲିସ ଅଧିକାରୀଙ୍କ ଉପରେ 2 ଲକ୍ଷ ଟଙ୍କାର ବଡ଼ ଜୋରିମାଣା ଲଗାଇଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜୋରିମାନା ରାଶି ସରକାରୀ ପାଣ୍ଠିରୁ ନୁହେଁ, ବରଂ ସିଧାସଳଖ ସେହି ଅଧିକାରୀଙ୍କ ନିଜ ଦରମରୁ କାଟି ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାପ୍ରେ, 2 ଲକ୍ଷ ଟଙ୍କାର ଫାଇନ୍ ସିଧା ପୁଲିସ ଅଧିକାରୀଙ୍କ ନିଜ ପକେଟରୁ। ଆଉ ପରେ ଯେତେବେଳେ ମାମଲାଟି ସୁପ୍ରିମକୋର୍ଟରେ ପହଞ୍ଚିଲା, ସୁପ୍ରିମକୋର୍ଟ ସେହି ଦଣ୍ଡାଦେଶକୁ ସମ୍ପୂର୍ଣ୍ଣ ଭାବେ କାଏମ ରଖିଲେ। ଏହା ନିଶ୍ଚିତ ଭାବରେ ସାରା ଦେଶର ପୁଲିସ ବିଭାଗ ପାଇଁ ଏକ ବଡ଼ ବାର୍ତ୍ତା ଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ରାୟରେ ଏତେ କଠୋର ଆଭିମୁଖ୍ୟ କାହିଁକି ଗ୍ରହଣ କଲେ? କେବଳ ଗୋଟିଏ କମ୍ପ୍ଲେଣ୍ଟ ନ ରଖିବା କାରଣରୁ ଏତେ ବଡ଼ ଦଣ୍ଡ? କାହିଁକି ନା ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଜରିଆରେ ଗୋଟିଏ ବିଷୟ ସ୍ପଷ୍ଟ କରିଦେଲେ ଯେ ଏଫ୍ଆଇଆର୍ ଦର୍ଜ ନ କରିବା କେବଳ ଏକ ଛୋଟ ପ୍ରଶାସନିକ କିମ୍ବା ଆଇନଗତ ଭୁଲ ନୁହେଁ, ଏହା ସିଧାସଳଖ ଭାବରେ ମାନବାଧିକାରର ଏକ ଘୋର ଉଲ୍ଲଂଘନ। ମାନବାଧିକାରର ଉଲ୍ଲଂଘନ ଟିକେ ବିସ୍ତୃତ ଭାବରେ ବୁଝାଇବେ? ଦେଖନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଥାନାକୁ ଯାଏ ଏବଂ ତାକୁ ଘୋଡ଼ାଇ ଦିଆଯାଏ, ତେବେ ତାହା ଆମ ସମ୍ବିଧାନର ଧାରା 14, ଯାହା ସମସ୍ତଙ୍କୁ ସମାନତାର ଅଧିକାର ପ୍ରଦାନ କରେ, ଏବଂ ଧାରା 21, ଯାହା ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଦିଏ, ତାର ଖୋଲାଖୋଲି ଉଲ୍ଲଂଘନ ଅଟେ। ଆହୁରି ମଧ୍ୟ ଏହା 1993 ମସିହାର ମାନବାଧିକାର ସୁରକ୍ଷା ଅଧିନିୟମର ଧାରା 2Dର ମଧ୍ୟ ବିରୋଧ କରୁଛି। ସତରେ ଏହା ଏକ ବହୁତ ବଡ଼ କଥା। ଆଜ୍ଞା, ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଥାନାକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କ ସହ ମାନବୀୟ ସମ୍ମାନର ସହ ବ୍ୟବହାର କରାଯିବା ଉଚିତ। ସେମାନଙ୍କ ସହ ଅପରାଧୀଙ୍କ ପରି ବ୍ୟବହାର କରାଯାଇପାରିବ ନାହିଁ। ତେଣୁ ଯଦି ଆଇନର ରକ୍ଷକ ନିଜେ ଆଇନ ଭାଙ୍ଗିବେ, ତେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏହି ରାୟ ପ୍ରକୃତିରେ ସାଧାରଣ ନାଗରିକଙ୍କୁ ବହୁତ ବଡ଼ ଆଶ୍ୱାସନା ଦେଉଛି। ଏବେ ଏହି ପ୍ରସଙ୍ଗରୁ ମୋର ଆଉ ଏକ ବିଷୟ ପ୍ରତି ଧ୍ୟାନ ଯାଉଛି। ଆଲୋଚନାରେ ରାଜ୍ୟ ମାନବାଧିକାର ଆୟୋଗ କଥା ଉଠିଲା। ହଁ, ଏନ୍ଏଚ୍ଆର୍ସି ଏବଂ ଏସ୍ଏଚ୍ଆର୍ସି କଥା। ଆମ ସୋର୍ସ ନୋଟ୍ସରୁ ମୁଁ ଗୋଟିଏ ବହୁତ ଆଶ୍ଚର୍ଯ୍ୟଜନକ କଥା ଦେଖୁଥିଲି। ପୋଲିସ ଏବଂ କୋର୍ଟ ବ୍ୟତୀତ ଆମ ଦେଶରେ ଜାତୀୟ ମାନବାଧିକାର ଆୟୋଗ ବା ଏନ୍ଏଚ୍ଆର୍ସି ରୂପରେ ଏକ ବିରାଟ ବଡ଼ ବିକଳ୍ପ ଅଛି। ଆଉ ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏଠାରେ ଅଭିଯୋଗ କରିବା ପାଇଁ କୌଣସି ଓକିଲ ଲଗାଇବା ଦରକାର ନାହିଁ କି କୌଣସି ଫିସ୍ ଦେବା ଦରକାର ନାହିଁ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା। ଏହା ତାର ସବୁଠାରୁ ବଡ଼ ସୁବିଧା। ଆଉ କୌଣସି ବି ବ୍ୟକ୍ତି ଏକ ସାଧାରଣ ଧଳା କାଗଜରେ ନିଜର ଅଭିଯୋଗ ଲେଖି ଡାକ ଯୋଗେ ପଠାଇ ପାରିବେ। ଆଉ କେବଳ ଇଂରାଜୀ କିମ୍ବା ହିନ୍ଦୀ ନୁହେଁ, ବରଂ ସମ୍ବିଧାନର 8ମ ଅନୁସୂଚୀରେ ଥିବା ଯେକୌଣସି ଭାଷାରେ, ଯେପରିକି ଆମ ନିଜ ଭାଷା ଓଡ଼ିଆରେ ମଧ୍ୟ ଅଭିଯୋଗ ଲେଖିପାରିବେ। ଆଜିକାଲିର ଡିଜିଟାଲ ଯୁଗରେ ସିଧାସଳଖ ଇମେଲ ମାଧ୍ୟମରେ covdnhrc@nic.in କୁ ମେଲ୍ କରିହେବ କିମ୍ବା ଅନଲାଇନ ପୋର୍ଟାଲରେ ମଧ୍ୟ ଅଭିଯୋଗ ଦାଖଲ କରିହେବ। ଅଭିଯୋଗରେ କେବଳ ପୀଡ଼ିତଙ୍କ ନାମ, ଠିକଣା, ଘଟଣାର ତାରିଖ, କେଉଁ ପୁଲିସ ଷ୍ଟେସନ ଅଧୀନରେ ଘଟିଛି ଏବଂ ମାନବାଧିକାର ଉଲ୍ଲଂଘନର ସମ୍ପୂର୍ଣ୍ଣ ବିବରଣୀ ଥିଲେ ଯଥେଷ୍ଟ। ସତରେ ଏହା ଖୁବ୍ ସରଳ। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, ତେବେ ଏନ୍ଏଚ୍ଆର୍ସି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅତ୍ୟନ୍ତ ଶକ୍ତିଶାଳୀ ସ୍ତମ୍ଭ। 12 ଅକ୍ଟୋବର 1993ରେ ଏହାର ଗଠନ ହୋଇଥିଲା। ଏହି ଆୟୋଗକୁ ଏକ ସିଭିଲ କୋର୍ଟ ବା ଦିୱାନୀ ଅଦାଲତର ସମାନ କ୍ଷମତା ଦିଆଯାଇଛି। ମାନେ ସେମାନେ ଦଣ୍ଡ ବି ଦେଇପାରିବେ? ସେମାନେ ଯେକୌଣସି ସରକାରୀ ଅଧିକାରୀଙ୍କୁ ନିଜ ଆଗରେ ହାଜର ହେବାକୁ ସମନ ପଠାଇପାରିବେ ଏବଂ କ୍ଷତିପୂରଣ ପାଇଁ ସୁପାରିଶ ମଧ୍ୟ କରିପାରିବେ। ଏହାର ପ୍ରକ୍ରିୟାକୁ ଏତେ ସରଳ ରଖାଯାଇଛି, ଯାହାଫଳରେ ସମାଜର ତଳସ୍ତରର ବ୍ୟକ୍ତି ମଧ୍ୟ ବିନା କୌଣସି ଖର୍ଚ୍ଚରେ ସେଠାରେ ପହଞ୍ଚିପାରିବେ। କିନ୍ତୁ ଏଥିପାଇଁ କିଛି ସ୍ପଷ୍ଟ ସର୍ତ୍ତ ରହିଛି, ଯାହା ସମସ୍ତେ ଜାଣିବା ଉଚିତ। କି ପ୍ରକାର ସର୍ତ୍ତ? ପ୍ରଥମତଃ, ଘଟଣା ଘଟିବାର 1 ବର୍ଷ ମଧ୍ୟରେ ହିଁ ଅଭିଯୋଗ ହେବା ଜରୁରୀ। ସମୟସୀମା ଅତିକ୍ରମ କଲେ ତାହା ଗ୍ରହଣଯୋଗ୍ୟ ହେବ ନାହିଁ। ଦ୍ୱିତୀୟତଃ, ଯଦି ମାମଲାଟି ପୂର୍ବରୁ କୌଣସି ଅଦାଲତରେ ବିଚାରାଧୀନ ଅଛି ବା ସବ୍ଜୁଡିସ୍ ଅଛି କିମ୍ବା ରାଜ୍ୟ ଆୟୋଗରେ ଚାଲିଛି, ତେବେ ଜାତୀୟ ଆୟୋଗ ସେଥିରେ ହସ୍ତକ୍ଷେପ କରିବେ ନାହିଁ। ଆଉ କିଛି ବ୍ୟତିକ୍ରମ ଅଛି କି? ହଁ, ଏହା ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ସଶସ୍ତ୍ର ବାହିନୀ ବା ଆର୍ମଡ ଫୋର୍ସେସ୍ ସମ୍ବନ୍ଧୀୟ। ଯଦି ଅଭିଯୋଗଟି ସଶସ୍ତ୍ର ବାହିନୀ ବିରୋଧରେ ହୋଇଥାଏ,
ତେବେ ଆୟୋଗ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନ କରି କେବଳ କେନ୍ଦ୍ର ସରକାରଙ୍କଠାରୁ ଏକ ରିପୋର୍ଟ ମାଗିପାରିବେ ଏବଂ ସେହି ରିପୋର୍ଟ ଆଧାରରେ ନିଜର ମତ ରଖିବେ। ବୁଝିଲି। ମାନେ ପ୍ରଣାଳୀ ବହୁତ ସହଜ, କିନ୍ତୁ ନିୟମଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମ ଉତ୍ସଗୁଡ଼ିକରେ କେବଳ ଜାତୀୟ ସ୍ତରର କଥା ନୁହେଁ, ବରଂ କେତେକ ରାଜ୍ୟସ୍ତରୀୟ ବୈଷୟିକ ବ୍ୟବସ୍ଥାର ମଧ୍ୟ ଉଦାହରଣ ରହିଛି। ହଁ, ଉତ୍ତରପ୍ରଦେଶର ଉଦାହରଣଟା ବହୁତ ଭଲ। ଆଜ୍ଞା, ଯେପରିକି ଉତ୍ତରପ୍ରଦେଶ ସରକାର ଆରମ୍ଭ କରିଥିବା ଜନସୁନୱାଇ ସମାଧାନ ପୋର୍ଟାଲ। ଏହା ଏକ ଏପରି ଟେକ୍ନୋଲୋଜି ଯେଉଁଠି ଲୋକେ ଘରେ ବସି ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ପୋଲିସ କିମ୍ବା ଅନ୍ୟ ସରକାରୀ ବିଭାଗ ବିରୋଧରେ ଅଭିଯୋଗ କରିପାରୁଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ଅର୍ଡର କରାଯାଇଥିବା ସାମଗ୍ରୀ ପରି ସେମାନେ ନିଜ ଅଭିଯୋଗର ସ୍ଥିତି ବା ଟ୍ରାକିଂ ମଧ୍ୟ କରିପାରୁଛନ୍ତି। ଏହାଦ୍ୱାରା ସ୍ୱଚ୍ଛତା ଆସିପାରିବ। ବିଲକୁଲ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ ନ ହୁଏ, ତେବେ ଏକ ରିମାଇଣ୍ଡର ବା ଅନୁସ୍ମାରକ ସିଧାସଳଖ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯାଉଛି। ଏହାଛଡ଼ା ସେଠାରେ ଏକ ଆଣ୍ଟି କରପ୍ସନ୍ ପୋର୍ଟାଲ ମଧ୍ୟ ଅଛି, ଯେଉଁଠି ଦୁର୍ନୀତି ବିରୋଧରେ ସିଧାସଳଖ ଲୋକେ ମୁହଁ ଖୋଲିପାରୁଛନ୍ତି। ଏହି ପ୍ରକାର ଡିଜିଟାଲ ପଦକ୍ଷେପଗୁଡ଼ିକ ପ୍ରଶାସନିକ ସ୍ୱଚ୍ଛତା ଆଣିବାରେ ବହୁତ ସାହାଯ୍ୟ କରେ। ଟେକ୍ନୋଲୋଜିର ବ୍ୟବହାର ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରୁଛି। ଯେତେବେଳେ ସବୁକିଛି ଅନଲାଇନ୍ ରେକର୍ଡ ହୋଇଯାଏ, ସେତେବେଳେ କୌଣସି ଅଧିକାରୀ ସହଜରେ ଏକ ଅଭିଯୋଗକୁ ଲୁଚାଇ ପାରିବେ ନାହିଁ କିମ୍ବା ଫାଇଲ୍ ହଜିଗଲା ବୋଲି ବାହାନା କରିପାରିବେ ନାହିଁ। ପ୍ରତ୍ୟେକ ରାଜ୍ୟ ଏଇଭଳି ବ୍ୟବସ୍ଥା ଆପଣାଇବା ଆବଶ୍ୟକ। ଏକଦମ ଠିକ୍। ଆଜିର ଏହି ବିସ୍ତୃତ ଆଲୋଚନାରୁ ଆମେ ଗୋଟିଏ କଥା ସ୍ପଷ୍ଟ ଭାବରେ ବୁଝିପାରୁଛୁ ଯେ ଆଇନ କୌଣସି ବି ନାଗରିକଙ୍କୁ କେବେ ବି ଅସହାୟ ଅବସ୍ଥାରେ ଛାଡ଼ି ନାହିଁ। ଯଦି ଥାନା ଅଧିକାରୀ କଥା ନ ଶୁଣନ୍ତି, ତେବେ ହତାଶ ହେବାର କିଛି ନାହିଁ। ଆମ ପାଖରେ ବହୁତ ରାସ୍ତା ଅଛି। ହଁ ତ, ଆମ ପାଖରେ 0 FIRର ବିକଳ୍ପ ଅଛି, ଯାହା ମାଧ୍ୟମରେ ଯେକୌଣସି ସ୍ଥାନରୁ କେସ୍ ଆରମ୍ଭ କରାଯାଇପାରିବ। ସେଠାରୁ ନହେଲେ ଏସ୍ପିଙ୍କୁ ଲିଖିତ ଜଣାଇବାର ବ୍ୟବସ୍ଥା ଅଛି। ତାପରେ ସିଧା ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ାଯାଇପାରିବ। ଆଉ ମାନବାଧିକାର ଆୟୋଗ ତ ଅଛନ୍ତି। ସେଇଆ। ଆଉ ଯଦି ମାନବାଧିକାରର ଉଲ୍ଲଂଘନ ହୋଇଥାଏ, ତେବେ ଜାତୀୟ ଓ ରାଜ୍ୟ ମାନବାଧିକାର ଆୟୋଗ ଏକ ମଜବୁତ ସାହାଯ୍ୟକାରୀ ଭାବେ ଠିଆ ହୋଇଛନ୍ତି। ମୋଟ ଉପରେ କହିବାକୁ ଗଲେ, ଆଇନ ଊର୍ଦ୍ଧ୍ୱରେ କିଏ ବି ନୁହନ୍ତି। ଯେଉଁମାନେ ଆଇନର ରକ୍ଷକ, ସେମାନେ ମଧ୍ୟ ଆଇନ ମାନିବାକୁ ବାଧ୍ୟ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି। ଆମର ଆଇନଗତ ବ୍ୟବସ୍ଥା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ କିମ୍ବା ସୁପ୍ରିମକୋର୍ଟ ଯେତେ କଠୋର ରାୟ ଦେଲେ ମଧ୍ୟ ସାଧାରଣ ନାଗରିକଙ୍କ ମଧ୍ୟରେ ସଚେତନତା ନଥିଲେ ଏସବୁ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯିବ। ବିଲକୁଲ ସତ୍ୟ କଥା। କେବଳ ପୋଥିଗତ ବିଦ୍ୟା ଯଥେଷ୍ଟ ନୁହେଁ। ଜ୍ଞାନର ଉପସ୍ଥିତି ଥିବା ସହ ଏହାର ସଠିକ୍ ସମୟରେ ପ୍ରୟୋଗ ହିଁ ସବୁଠୁ ବଡ଼ ଆୟୁଧ ଅଟେ। ଲୋକେ ନିଜ ଅଧିକାର ବିଷୟରେ ଜାଣିଲେ ଏବଂ ତାହାକୁ ସାବ୍ୟସ୍ତ କରିବାକୁ ସାହସ ଦେଖାଇଲେ ହିଁ ଦୁର୍ନୀତି ଏବଂ ମନମୁଖୀ ଶାସନକୁ ରୋକାଯାଇପାରିବ। ଏହି କଥାଟି ପ୍ରତ୍ୟେକ ନାଗରିକଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବ। ଆଜିର ସୋର୍ସ ମେଟେରିଆଲର ଏହି ଗଭୀର ଆଲୋଚନାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ଏକ ନୂଆ ବିଚାର ଉପରେ ଟିକେ ଚିନ୍ତା କରିବା। ଆମେ ଆଲୋଚନା କରୁଥିଲେ ଟେକ୍ନୋଲୋଜି ବିଷୟରେ। ଆଜିର ଏହି ଡିଜିଟାଲ ଯୁଗରେ ଆମେ ଅନଲାଇନରେ ଖାଦ୍ୟ ଅର୍ଡର କଲେ, ତାହା କେଉଁଠି ଅଛି, କେତେବେଳେ ପହଞ୍ଚିବ, ତାର ପୁଙ୍ଖାନୁପୁଙ୍ଖ ଲାଇଭ୍ ଟ୍ରାକିଂ କରିପାରୁଛୁ। ହଁ, ତାହା ବହୁତ ସହଜ ହୋଇଯାଇଛି। କିନ୍ତୁ ଭାବନ୍ତୁ ତ, କ'ଣ ଏପରି ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ଲକଚେନ୍ ଆଧାରିତ ବ୍ୟବସ୍ଥା ଆସିପାରିବ କି? ଏକ ଏପରି ସିଷ୍ଟମ ଯେଉଁଠାରେ ଅଭିଯୋଗ ଥରେ ଅନଲାଇନ୍ ପ୍ରବେଶ କରିଗଲେ, ମାନବୀୟ ଇଚ୍ଛା ଅନୁସାରେ କୌଣସି ପୋଲିସ ଅଧିକାରୀ ସେହି FIRକୁ ଖାରଜ କରିବା କିମ୍ବା ଡିଲିଟ୍ କରିଦେବା ଗାଣିତିକ ଭାବେ ଅସମ୍ଭବ ହୋଇଯିବ। ଏହା ଏକ ଯୁଗାନ୍ତକାରୀ ଚିନ୍ତାଧାରା। ଯଦି କୃତ୍ରିମ ବୁଦ୍ଧିମତ୍ତା ବା ଆଲଗରିଦମ ଅପରାଧର ପ୍ରାଥମିକ ରେକର୍ଡିଂ ଦାୟିତ୍ୱ ନିଏ ଏବଂ ମଣିଷର ହସ୍ତକ୍ଷେପ ସେଥିରେ ନଥାଏ, ତେବେ ଆମ ନ୍ୟାୟ ବ୍ୟବସ୍ଥାର ରୂପ କିପରି ହେବ? କ'ଣ ଏହା ପୋଲିସ ବିଭାଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିଦେବ, ନା ଏହା ଏକ ନୂଆ ପ୍ରକାରର ଜଟିଳ ସମସ୍ୟା ସୃଷ୍ଟି କରିବ? ଏହା ଉପରେ ନିଶ୍ଚୟ ଚିନ୍ତା କରନ୍ତୁ। ଆଜି ପାଇଁ ଏତିକି। ନମସ୍କାର।